ଜିହୋଶୁଅ 2 ପର୍ବ। ଅନନ୍ତର ନୁନର ପୁତ୍ର ଜିହୋଶୁଅ ସିଟିମ୍ ଠାରୁ ଚର ରୂପେ 2 ମନୁଷ୍ୟଙ୍କୁ ଏଇ କଥା କହି ଗୋପନରେ ପଠାଇଲେ, ତୁମେମାନେ ଯାଇ ସେହି ଦେଶ ଓ ଜିରିହ ନଗରର ନିରୀକ୍ଷଣ କର। ତହୁଁ ସେମାନେ ଯାଇ ରାହାବ ନାମ୍ନୀ ଏକ ବେଶ୍ୟାର ଗୃହରେ ଉପସ୍ଥିତ ହୋଇ ସେଠାରେ ବସା କଲେ। ଏଥିରେ କେହି ଜିରିହ ରାଜାଙ୍କୁ କହିଲା, ଦେଖ, ଆଜି ରାତ୍ର ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଲୋକେ ଦେଶ ଅନୁସନ୍ଧାନ କରିବା ପାଇଁ ଏ ସ୍ଥାନକୁ ଆସିଅଛନ୍ତି। ତହିଁରେ ଜିରିହ ରାଜା ରାହାବ ନିକଟକୁ କହି ପଠାଇଲେ, ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସି ତୁମ୍ଭ ଗୃହରେ ପ୍ରବେଶ କରିଅଛନ୍ତି ସେମାନଙ୍କୁ ବାହାର କରି ଆଣ, ଯେହେତୁ ସେମାନେ ସମସ୍ତ ଦେଶ ଅନୁସନ୍ଧାନ କରିବାକୁ ଆସିଅଛନ୍ତି। ଏଥିରେ ସେ ସ୍ତ୍ରୀ ସେହି 2 ଲୋକଙ୍କୁ ନେଇ ଲୁଚାଇ ରଖିଲା। ଆଉ ସେ କହିଲା, ହଁ, ସେହି ଲୋକମାନେ ମୋ କତିକି ଆସିଥିଲେ, ମାତ୍ର ସେମାନେ କେଉଁଠାର ଲୋକ ତାହା ମୁଁ ଜାଣେ ନାହିଁ। ମାତ୍ର ଅନ୍ଧକାର ହୁଅନ୍ତେ ପ୍ରାୟ ନଗର ଦ୍ୱାର ବନ୍ଦ କରିବା ସମୟରେ ସେହି ଲୋକମାନେ ବାହାରିଗଲେ। ମାତ୍ର ସେମାନେ କେଉଁଆଡ଼େ ଗଲେ ତାହା ମୁଁ ଜାଣେ ନାହିଁ। ବେଗେ ସେମାନଙ୍କ ପଛେ ପଛେ ଗୋଡ଼ାଅ, ତେବେ ସେମାନଙ୍କୁ ଧରିପାରିବ। ମାତ୍ର ସେ ସ୍ତ୍ରୀ ସେମାନଙ୍କୁ ଛାତ ଉପରକୁ ନେଇ ଛାତ ଉପରେ ସଜାଇ ରଖିଥିବା ଆପଣା ମସିନା ଝାଟିରେ ଲୁଚାଇ ରଖିଥିଲା। ଏଣୁ ସେହି ଲୋକମାନେ ଜର୍ଦ୍ଦନ ବାଟରେ ଘାଟ ପର୍ଯ୍ୟନ୍ତ ଧାଇଁଲେ। ପୁଣି ଚରମାନଙ୍କୁ ଗୋଡ଼ାଇବା ଲୋକେ ବାହାରି ଯିବା କ୍ଷଣେ ଲୋକମାନେ ନଗର ଦ୍ୱାର ବନ୍ଦ କଲେ। ଆଉ ଚରମାନେ ଶୟନ କରିବା ପୂର୍ବେ ସେ ସ୍ତ୍ରୀ ଛାତ ଉପରେ ସେମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିଲା, ମୁଁ ଜାଣେ ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦେଇଅଛନ୍ତି। ତୁମ୍ଭମାନଙ୍କ ବିଷୟକ ତ୍ରାସ ଆମମାନଙ୍କ ଉପରେ ପଡ଼ିଅଛି ଓ ଏହି ଦେଶ ନିବାସୀ ସମସ୍ତେ ତୁମ୍ଭମାନଙ୍କ ଆଗରେ ତରଳି ଯାଉଅଛନ୍ତି। କାରଣ ତୁମ୍ଭେମାନେ ମିଶ୍ରରୁ ବାହାରି ଆସିବା ବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରେ କି ପ୍ରକାରେ ସୁଫ ସମୁଦ୍ର ଜଳ ଶୁଷ୍କ କଲେ, ପୁଣି ତୁମ୍ଭେମାନେ ଜର୍ଦ୍ଦନ ସେପାରି ସ୍ଥିତ ସିହୋନ ଓ ଓଗ୍ ନାମକ ଇମୋରୀୟମାନଙ୍କର 2 ରାଜାଙ୍କ ପ୍ରତି କି ପ୍ରକାର ବ୍ୟବହାର କରି ସେମାନଙ୍କୁ ବର୍ଜିତ ରୂପେ ବିନାଶ କରିଅଛ, ତାହା ଆମ୍ଭେମାନେ ଶୁଣିଅଛୁ। ଆଉ ତାହା ଶୁଣିବା ମାତ୍ରେ ଆମ୍ଭମାନଙ୍କ ହୃଦୟ ତରଳିଗଲା। ପୁଣି ତୁମ୍ଭମାନଙ୍କର ମୁଖ ସକାଶୁ କୌଣସି ପୁରୁଷର ଆତ୍ମା ଆଉ ଉଠିଲା ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର, ଉପରିସ୍ଥ ସ୍ୱର୍ଗରେ ଓ ନିଚସ୍ଥ ପୃଥିବୀରେ ପରମେଶ୍ୱର ଅଟନ୍ତି। ଏଣୁ ଏବେ ବିନୟ କରୁଅଛି, ତୁମେମାନେ ସଦାପ୍ରଭୁଙ୍କ ନାମରେ ମୋ ସଙ୍ଗେ ଏକ ଶପଥ କର। ମୁଁ ତୁମମାନଙ୍କ ପ୍ରତି ଦୟା କରିଅଛି, ଏହେତୁ ତୁମେମାନେ ମଧ୍ୟ ଯେ ମୋ ପ୍ରତିକୂଳ ପ୍ରତି ଦୟା କରିବ, ଏ ବିଷୟରେ ମୋତେ ଏକ ସତ୍ୟ ଚିହ୍ନ ଦିଅ। ପୁଣି ତୁମେମାନେ ମୋର ପିତା ଓ ମୋର ମାତା ଓ ମୋର ଭାତୃଗଣ, ମୋର ଭଗିନୀଗଣ ଓ ସେମାନଙ୍କର ସମସ୍ତଙ୍କୁ ବଞ୍ଚାଇ ରଖିବ। ପୁଣି ମରଣରୁ ଆମ୍ଭମାନଙ୍କର ପ୍ରାଣ ଉଦ୍ଧାର କରିବ। ଏଥିରେ ସେମାନେ ତାହାଙ୍କୁ କହିଲେ, ତୁମେମାନେ ଯେବେ ଆମ୍ଭମାନଙ୍କର ଏହି କଥା ପ୍ରକାଶ ନ କରିବ, ତେବେ ତୁମମାନଙ୍କର ପ୍ରାଣ ବଦଳରେ ଆମ୍ଭମାନଙ୍କର ପ୍ରାଣ ଯିବ। ଯେତେବେଳେ ସଦାପ୍ରଭୁ ଆମ୍ଭମାନଙ୍କୁ ଏହି ଦେଶ ଦେବେ, ସେତେବେଳେ ଆମ୍ଭେମାନେ ତୁମ୍ଭ ପ୍ରତି ଦୟା ଓ ସତ୍ୟ ବ୍ୟବହାର କରିବା। ଏଥିରେ ସେ ସ୍ତ୍ରୀ ସେମାନଙ୍କୁ ଝରକା ବାଟେ ଦୌଡ଼ିରେ ଓହ୍ଲାଇ ଦେଲା, କାରଣ ତାହାର ଗୃହ ନଗର ପ୍ରାଚୀରରେ ଥିଲା ଓ ସେ ପ୍ରାଚୀର ଉପରେ ବାସ କରୁଥିଲା। ପୁଣି ସେ ସେମାନଙ୍କୁ କହିଲା, କେଜାଣି ଗୋଡ଼ାଇବା ଲୋକମାନେ ତୁମମାନଙ୍କୁ ହାବୁଡ଼ିବେ, ଏଥିପାଇଁ ତୁମେମାନେ ପର୍ବତକୁ ଯାଅ। ଆଉ ସେମାନେ ନେଉଟି ଆସିବା ପର୍ଯ୍ୟନ୍ତ ସେଠାରେ 3 ଦିନ ଲୁଚି ରୁହ। ତହିଁ ଉତ୍ତାରେ ତୁମେମାନେ ଆପଣା ବାଟରେ ଚାଲିଯିବ। ତହିଁରେ ସେହି ଲୋକମାନେ ତାହାଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଶପଥ କରାଇଅଛ, ସେ ବିଷୟରେ ଆମ୍ଭେମାନେ ନିର୍ଦ୍ଦୋଷ ହେବା। ଦେଖ, ତୁମେ ଯେଉଁ ଝରକା ଦେଇ ଆମ୍ଭକୁ ଓହ୍ଲାଇଦେଲ, ଆମ୍ଭେମାନେ ଏ ଦେଶକୁ ଆସିଲା ବେଳେ ତୁମ୍ଭେ ସେହି ଝରକାରେ ଏହି ସିନ୍ଦୁର ବର୍ଣ୍ଣ ସୂତା ଡୋରି ବାନ୍ଧି ରଖିବ। ପୁଣି ତୁମ୍ଭେ ଆପଣା ପିତା ଓ ଆପଣା ମାତା ଓ ଆପଣା ଭାତୃଗଣ ଓ ଆପଣା ପିତୃକୁଳର ସମସ୍ତଙ୍କୁ ଆପଣା ନିକଟରେ ଗୃହରେ ଏକତ୍ର କରିବ। ତେଣୁ ଯେ କେହି ତୁମ ଗୃହଦ୍ୱାରରୁ ବାହାରି ଦାଣ୍ଡକୁ ଯିବ, ତାର ରକ୍ତପାତ ଅପରାଧ ତାର ନିଜ ମସ୍ତକରେ ବର୍ତ୍ତିବ। ଆଉ ଆମ୍ଭେମାନେ ନିର୍ଦ୍ଦୋଷ ହେବୁ। ମାତ୍ର ଯେ କେହି ତୁମ୍ଭ ସଙ୍ଗେ ଗୃହ ମଧ୍ୟରେ ଥାଏ, ତା ଉପରେ ଯେବେ କେହି ହାତ ଦିଏ, ତେବେ ତାହାର ରକ୍ତପାତ ଅପରାଧ ଆମ୍ଭମାନଙ୍କ ମସ୍ତକରେ ବର୍ତ୍ତିବ। ମାତ୍ର ତୁମ୍ଭେ ଯେବେ ଆମ୍ଭମାନଙ୍କର ଏହି କଥା ପ୍ରକାଶ କର, ତେବେ ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଶପଥ କରାଇଅଛ, ତୁମ୍ଭେ ସେହି ଶପଥରୁ ଆମ୍ଭେମାନେ ନିର୍ଦ୍ଦୋଷ ହେବୁ। ତହିଁରେ ସେ କହିଲା, ତୁମେମାନେ ଯେପରି କହିଲ ସେପରି ହେଉ। ଏ ଉତ୍ତାରେ ସେ ସେମାନଙ୍କୁ ବିଦାୟ କରନ୍ତେ ସେମାନେ ପ୍ରସ୍ଥାନ କଲେ। ପୁଣି ସେ ସେହି ସିନ୍ଦୁର ବର୍ଣ୍ଣ ଡୋରି ଝରକାରେ ବାନ୍ଧି ରଖିଲା। ତହୁଁ ସେମାନେ ପର୍ବତକୁ ଯାଇ ଗୋଡ଼ାଇବା ଲୋକମାନେ ଲେଉଟି ଆସିବା ଯାଏ ସେଠାରେ 3 ଦିନ ରହିଲେ। ଏଣୁ ଗୋଡ଼ାଇବା ଲୋକମାନେ ବାଟଯାକ ଖୋଜିଲେ, ମାତ୍ର ପାଇଲେ ନାହିଁ। ଏ ଉତ୍ତାରେ ସେହି 2 ଲୋକ ଫେରି ପର୍ବତରୁ ଓହ୍ଲାଇଲେ।
ପୁଣି ପାର ହୋଇ ନୁନର ପୁତ୍ର ଝିଅସୁଙ୍କ ନିକଟକୁ ଗଲେ ଆଉ ସେମାନଙ୍କ ପ୍ରତି ଯାହା ଯାହା ଘଟିଥିଲା ତାହା ସବୁ ତାଙ୍କୁ କହିଲେ। ଆହୁରି ସେମାନେ ଝିଅସୁଙ୍କୁ କହିଲେ, ସତ୍ୟ ସଦାପ୍ରଭୁ ଏହି ସମସ୍ତ ଦେଶ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି। ଏହାଛଡ଼ା ସେ ଦେଶ ନିବାସୀ ସମସ୍ତେ ଆମ୍ଭମାନଙ୍କ ସମ୍ମୁଖରେ ତରଳି ଯାଉଅଛନ୍ତି।